नष्टप्रायेषु अभद्रेषु नित्यं भागवत सेवया भगवती उत्तम श्लोके भक्तिर्भवति नैष्टिके कृष्णाय वासुदेवाय देवकी नंदनाय च नंदगोपकुमाराय गोविंदाय नमो नमः। ओम अज्ञानतिमिरन्धस्य ज्ञानाञ्जनशलाकय चक्षुरुन्मिलितं येन तस्मै श्रीगुरवे नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौरभक्त वृंद। हरे कृष्णा 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 हरे 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 राम हरे राम कृष्णा कृष्णा हरे 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 राम 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 हरे हरे हरे। तो राम राम उपलक्षे समस्त भक्त मान को हार्दिक हार्दिक शुभेच्छा शुभकामना। आज कार्य को गुरु परंपरा गुरु महाराज को प्रणाम करी परंपरा को प्रणाम करी आज आम कथा को आरंभ करवा। तेणु ए वर्षर ये जगह आम प्रथम प्रोग्राम ये रामनवमी की। तेणु रघुनाथ मंदिर कार्यकर्ता मान को आम धन्यवाद देवा से जगह दे किसी कथा करने रामनवमी उपलक्षे। आज बहुत बड़ वैष्णव मान बहुत बड़ दिन ये भगवान कथा राम कथा चर्चा करने। तेणु रामचरित मानस तो बहुत सुंदर आकार गाँव मान सब चर्चा चली किंतु आज आम चर्चा करवा बहुत सुंदर कथा जो भक्ति मार्ग में आमको बहुत सहायक हम। जदि किसी योग्यता ना विषय कहवाई किंतु प्रयास करवा निजर शुद्धिकरण करने निजर शुद्धिकरण करने आम प्रयास करवा चर्चा करवा भगवान रामचंद्र के बारे में। तो आम आज रामचरित मानस रामायण जो जो भक्त मान सब आसी सब कौन कौन शिक्षा हम लेके जीवा। रामचरित मानस तो बहुत गाना में शुणुचे किंतु रामंकर असली भक्त हवा बोले ये भक्त मान विषय चर्चा करा पड़ो। तो आज आम नवा प्रथम ठीक अच्छे राम जन्म आज राम चर्चा करा। तेणु प्रथम आम नवा आज सीता माया विषय। तेणु आम सब शुणुचे राम राम वनवास गले दुईटी मागिले वरदान से वनवास पलैले से रावण को मारे सब ठीक अच्छे कि आज आम भक्ति मार्ग में आगे को बढ़ा कहले सीता मध्य कौन शिक्षा पत्र देखा सीता तेणु जनकपुर भगवान रामचंद्र सीतामाया गाँव जनकपुर। तेणु जनकपुर राज्यर राजमाता राणी झील जनकर झील को भगवान रामचंद्र विवाह कर
କିନ୍ତୁ ବାହା ହେଇକି ଆସୁ ଆସୁକା ଗୋଟେ ବର୍ଷ ଦେଖନ୍ତୁ ବଡ଼ ଧ୍ୟାନରେ ଶୁଣିବେ ସବୁ ବହୁତ ବୃହତ୍ତମର କଥା ଇଏ ଆପଣଙ୍କ ଭକ୍ତି ମାର୍ଗରେ ବହୁତ ସହାୟକ ହେବ। ରାମଚନ୍ଦ୍ର ଗାଁ ମାନଙ୍କରେ ଚାଲିଛି ସିଏ ଠିକ ସିଏ ଶୁଣିବ ଠିକ କିନ୍ତୁ ଆଗରେ ସେ ପଳେଇବ କିନ୍ତୁ ଭକ୍ତି ମାର୍ଗରେ ଆମକୁ ବହୁତ ସହାୟକ ହେବ। ଯେଉଁମାନେ ଭକ୍ତି କରୁନାହାନ୍ତି ଭଗବାନ ରାମଚନ୍ଦ୍ରଙ୍କର କୃଷ୍ଣଙ୍କର ସେ ଆରମ୍ଭ କରିଦେବା ଆବଶ୍ୟକ। ଯେଉଁମାନେ କରୁଛନ୍ତି ଆଉ ଏଇ ଶିକ୍ଷା ପ୍ରତି ସାବଧାନ ରହିବା ଆବଶ୍ୟକ। ତେଣୁ ପ୍ରଥମେ ଦେଖିଲା ପରେ ସୀତାମୟୀ ଜନକପୁର ରଜାଙ୍କର ଜନକ ମହାରାଜଙ୍କର କନ୍ୟା ବିବାହ ହେଇକରି ଗୋଟିଏ ବର୍ଷ ରହିଲେ। ଗୋଟିଏ ବର୍ଷ ଅଛନ୍ତି ସ୍ୱାମୀ ପାଖରେ। ସେ ଗୋଟିଏ ବର୍ଷ ଭିତରେ ଆସିଗଲା ତାଙ୍କର ବନବାସ ସମୟ। କାହିଁକି ରାମଚନ୍ଦ୍ରଙ୍କର ଭରତ ମହାରାଜ ରଜା ହେବେ। ପସନ୍ଦ ପାଟି ପସନ୍ଦ ପାଟି ତେଣୁ ଗୋଟିଏ ବର୍ଷ ବାହାଘର ଭିତରେ ଆସିଗଲା ତାଙ୍କର ଜୀବନର ମୂଳ କି ରାମଚନ୍ଦ୍ର ସ୍ୱାମୀ ବନବାସ ଯିବେ। ତେଣୁ ରାମଚନ୍ଦ୍ର ଯେତେବେଳେ ସ୍ୱାମୀ ବନବାସ ଯିବେ ଭରତ ମହାରାଜ ରଜା ଆମେ ଶୁଣିଲେ ସୀତା ମାଆ କହିଲେ ମୁଁ ବି ଯିବି। ଆରେ ବନବାସ ତ ମୁଁ ପାଇଛି ଆପଣ କାହିଁକି ଯିବେ? ଆପଣ କାହିଁକି ଯିବେ? ତେଣୁ ପ୍ରାକ୍ଟିକାଲି ଗୋଟିଏ ବର୍ଷ ବାହାଘର ଭିତରେ ଚାଲିଗଲେ ବନୁ ରାଜବାସରେ ରହିପାରିଲେନି। ପୁଣି ମଧ୍ୟ ଯେତେବେଳେ ଫେରିକି ଆସିଲେ ରାବଣକୁ ମାରିଥିଲେ ମାତ୍ର 2 ମାସ ଭିତରେ ପୁଣି ସେ କହିଲେ ଧରିତ୍ରୀ ମାତା ବନ୍ଦ ଫାଟିଯା ମୁଁ ପଳେଇବି। ତେଣୁ ଧରିତ୍ରୀ ମାତା ଫାଟି ଆସିଛନ୍ତି ଆଉ ସୀତାମୟୀ ଭିତରକୁ ପଳେଇଛନ୍ତି। କିନ୍ତୁ ଧରିତ୍ରୀ ମାତା ଯେତେବେଳେ ଫାଟିଗଲେ ସୀତାମୟୀ ଗଲାବେଳେ ଗୋଟେ କଥା କହିକି ଗଲେ ଯଦି ବା ମୁଁ ଆଉ ଥରେ ଜନ୍ମଗ୍ରହଣ କରେ ଧରାପୃଷ୍ଠରେ କେବଳ ମୋ ସ୍ୱାମୀ ରାମ ହିଁ ହବ, ଆଉ କିଏ ହେବେନି। ଆଉ ପ୍ରାକ୍ଟିକାଲି 90 ରୁ 95% ସେ ଘରେ ନାହାନ୍ତି। ଜୀବନରେ କଷ୍ଟ ହିଁ କଷ୍ଟ। ଗୋଟେ ସ୍ୱାମୀକି ଆପଣ ବାହା ହେବେ ଜୀବନରେ ଏତିକି କଷ୍ଟ ପାଇବେ ଲାଷ୍ଟ ନିନ୍ଦା ଅପନିନ୍ଦା ଶୁଣିକିରି ଆପଣଙ୍କୁ ଶଙ୍କା କରିକିରି ଧରିତ୍ରୀ ଫାଟିକିରି ଭିତରେ ପ୍ରବେଶ କରିବେ। ଆଉ ବାହା ହେଇକି ଆସୁ ଆସୁକା ମାସେ ଭିତରେ ଆପଣ ଜଙ୍ଗଲକୁ ଯିବେ। କୋଉ ସ୍ତ୍ରୀ ଚାହିଁବ ଆଉ ଥରେ ସେମିତିଆ ଗୋଟେ ସ୍ୱାମୀରେ ମୁଁ ବାହା ହେବି ତାକୁ ପାଇବି? ତେଣୁ ଯଦି ବା ଏତେ କଷ୍ଟ ପାଇଲା ପରେ ରାମ ଆଚାର୍ଯ୍ୟ ସୀତା ମଝିରେ ଲକ୍ଷ୍ମଣ ପଛରେ ସକାଳେ କହୁଥିଲି ମୁଁ ରାମଚନ୍ଦ୍ର କେମିତି କଣ୍ଟା ହଲେ ମୁଁ କଣ୍ଟା କୁଦିବି, ସୀତା କୁଦିବନି। ସୀତା ଭାବୁଥିଲେ ରାମଚନ୍ଦ୍ରଙ୍କ ପାଦରେ ମୁଁ ପାଦ ରଖିବିନି, ସିଏ ଟିକେ ଲେଫ୍ଟ ଟିକେ ମା। ଲକ୍ଷ୍ମଣ କହୁଛନ୍ତି ଭାଇଙ୍କର ଭାଉଜର ପାଦରେ କେମିତି ଗୋଡ଼ ରଖିବି ମୁଁ, ସିଏ ଟିକେ ଆଉ ଟିକେ ମାକୁ। ତେଣୁ କାହା ପାଦରେ କେହି ଗୋଡ଼ ରଖୁନାହାନ୍ତି। ରାମଚନ୍ଦ୍ର ଭାବୁଛନ୍ତି ମୁଁ କେମିତି ଚାଲିଲା ବେଳେ କଣ୍ଟା ରଖୁ ଦେବି ଯାହାଫଳରେ ସୀତାମାୟାଙ୍କ ଗୋଡ଼ରେ କଣ୍ଟା ପଶିବନି। ସୀତାମାୟା କହୁଛନ୍ତି ମୁଁ କେମିତି ରାମଚନ୍ଦ୍ରଙ୍କ ପାଦରେ ପାଦ ରଖିବି, ସିଏ ଟିକେ ବାହାଘର କଲା ବେଳକୁ ଟିକେ ବାହାଘର ବେଳକୁ ତାଙ୍କ ଗୋଡ଼ରେ ବହୁତ କଣ୍ଟା।